ଦେଖନ୍ତୁ ମୁଁ ଆଜି ସର୍ବପ୍ରଥମେ ଇଲେକ୍ଟ୍ରିକ୍ ମିଡ଼ିଆ ପ୍ରିଣ୍ଟ ମିଡ଼ିଆ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି ଏବଂ ଆଜି ମୁଁ ମିଡ଼ିଆ ବନ୍ଧୁମାନଙ୍କୁ ଡାକି ଏକ ସୂଚନା ଦେବାର କାରଣ ହେଉଛି ମୁଁ ରଘୁରାମପଡ଼ା ପୂର୍ବତନ ବିଧାୟକ କୋରାପୁଟ ଆଉ ମୋର ବିଧାନସଭା କ୍ଷେତ୍ର ହେଉଛି କୋରାପୁଟ ଏବଂ 2009 ମସିହାରେ ଯେତେବେଳେ ମୁଁ ବିଧାୟକ ହେଇକିରି କୋରାପୁଟରେ ନୂତନ ଭାବରେ ଦାୟିତ୍ୱ ନେଲି ସେ ସମୟରେ ବିଧାନସଭାରେ ଏକ ତର୍କ ବିତର୍କ କରାଗଲା ଯେ ସେଣ୍ଟ୍ରାଲ ୟୁନିଭର୍ସିଟି କେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେଠି ତର୍କ ବିତର୍କ କରାଗଲା। କିଛି ବିଧାୟକ ବନ୍ଧୁମାନେ ତାକୁ କଳାହାଣ୍ଡି ନେବା ପାଇଁ ମଧ୍ୟ ଚେଷ୍ଟା କଲେ, କିନ୍ତୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର ଯେ ଅପୋଜିସନ୍ ଲିଡର ନବୀନ ପଟ୍ଟନାୟକ ମହୋଦୟକୁ ମୁଁ ରିକ୍ୱେଷ୍ଟ କଲି କୋରାପୁଟ ଜିଲ୍ଲା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସାର୍ ଏଠି ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ପାଇଁ ଆପଣ ଜାଗା ଦିଅନ୍ତୁ, ସ୍ଥାପିତ କରିବା ପାଇଁ ଆପଣଙ୍କର ସହଯୋଗ ଦରକାର। ଯାହା ହଉ ଆମମାନଙ୍କର କୋରାପୁଟ ଜିଲ୍ଲାର ଆମେ ସମସ୍ତେ ବିଧାୟକ ମାନଙ୍କର କଥା ରଖି କୋରାପୁଟ ଜିଲ୍ଲାବାସୀଙ୍କର କଥା ରଖି ସେଣ୍ଟ୍ରାଲ ୟୁନିଭର୍ସିଟି କୋରାପୁଟରେ ସ୍ଥାପିତ କରାଗଲା 2009 ମସିହାରେ। କିନ୍ତୁ ଆଜି ଡେଲି ମିଡ଼ିଆ ପେପର ମାଧ୍ୟମରେ ଆମେ ଶୁଣିବାକୁ ପାଉଛୁ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ଦେଇକରି ସେଣ୍ଟ୍ରାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ଅସନ୍ତୁଷ୍ଟ ହେଇ ଗତି କରୁଛି। ଯେହେତୁ ତାର ମୁଖ୍ୟ କାରଣ ହେଉଛି ଆମର ଯେ ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚନ୍ଦ୍ର ପଣ୍ଡାଙ୍କ ମାଧ୍ୟମରେ ଏସବୁ କାର୍ଯ୍ୟକ୍ରମ ଏଭଳିଆ ଡିଷ୍ଟର୍ବାନ୍ସ ହେଉଛି। ସେ ଜଣେ ସଂସ୍କୃତ ଟିଚର ପ୍ରଫେସର, ସେ କୁଳପତି ପାଇଁ ଯୋଗ୍ୟ ନୁହନ୍ତି। ତାଙ୍କୁ ଯେତେବେଳେ ଦାୟିତ୍ୱ ଦିଆଗଲା ସେଦିନ ଠାରୁ ସେଣ୍ଟ୍ରାଲ ୟୁନିଭର୍ସିଟିରେ ସବୁବେଳେ ଆମର ଡିଷ୍ଟର୍ବାନ୍ସ ହେଉଛି, ଆଉ ଭଲ ପାଠ ପଢ଼ା ଯାଉନାହିଁ। ଆଉ ଏ ସେଣ୍ଟ୍ରାଲ ୟୁନିଭର୍ସିଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ମୁଖ୍ୟ ଆମର ଆଶା ଥିଲା, ଏଇଟା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଏ ଆଦିବାସୀ ବହୁଳ ଜିଲ୍ଲାଟା SC ST ପିଲାମାନେ ଆଉ OBC ପିଲାମାନେ କେମିତି ଭଲ ପାଠ ପଢ଼ିବେ, ସେମାନଙ୍କୁ କେମିତି ରକ୍ଷଣାବେକ୍ଷଣ କରାଯାଏ ତା ଉପରେ ବେଶୀ ଅନୁଧ୍ୟାନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠି ସ୍ଥାପିତ କରିଥିଲେ। କିନ୍ତୁ ତାର ସରକାର ଗଲା ପରେ ଆଜିକୁ ପାଖାପାଖି 2 ବର୍ଷ ହେଇଗଲାଣି, ତାର ବିପରୀତ କଥା ସବୁ ଘଟି ଯାଉଛି। ଯେହେତୁ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ପ୍ରଫେସର ଆମର ଯେ କୁଳପତି ଯେ ଅଛନ୍ତି ନାଇଁ ଚନ୍ଦ୍ର ପଣ୍ଡା ମହୋଦୟଙ୍କ ଦ୍ୱାରା ଏସବୁ ଭୁଲ କାରଣ ସବୁ ଭ୍ରଷ୍ଟାଚାର ଗୁଡ଼ାକ ଘଟୁଛି। ମୁଁ ଯାହା ଶୁଣିବାକୁ ପାଇଲି ସେ ବହୁତ କିଛି କାର୍ଯ୍ୟକ୍ରମରେ ମଧ୍ୟ ସେ ଲିପ୍ତ ଅଛନ୍ତି। ଯେହେତୁ କେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମରେ ଯେହେତୁ ଆଉ ଜଣେ ପ୍ରଫେସର ଥିଲେ, ପ୍ରଫେସର ଯେ ତ୍ରିପାଠୀ ମହୋଦୟ ଥିଲେ, ତାଙ୍କ ବିରୋଧରେ ଅଡିଟ୍ ହେଇଥିଲା, ସେ ଦୁର୍ନୀତି କରିଛନ୍ତି ବୋଲି ତାଙ୍କୁ କରାଗଲା। କିନ୍ତୁ ଆଜି ତାଙ୍କ ସାଙ୍ଗରେ ଇଏ ମଧ୍ୟ ଥିଲେ, ଆଙ୍କ ନାଁ ମଧ୍ୟ ଅଛି, କାହା ନା ପ୍ରଫେସର ନରସିଂହ ଚନ୍ଦ୍ର ପଣ୍ଡା ନାଁ ମଧ୍ୟ ସେ ତାଙ୍କ ସାଙ୍ଗରେ ଜଡ଼ିତ ଅଛି। କିନ୍ତୁ ଆଙ୍କୁ କାହିଁକି ସେଠି ରଖାଗଲା? ଯେହେତୁ ଆମେ ଜାଣିବାକୁ ପାଇଲୁ କିଛି ମିଛ କଥା କହି ମା ରାଷ୍ଟ୍ରପତି ଅଫିସରେ ମାନେ ମିଥ୍ୟା ତଥ୍ୟ ଦେଇକରି ଆଙ୍କୁ ରଖିଛନ୍ତି। ତେଣୁ ମୁଁ ଆଜି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ଆମର ମା ରାଷ୍ଟ୍ରପତି ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି, ଯଦି ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯଦି ଏଇଭଳିଆ ଜଣେ ପ୍ରଫେସର ଯେ କି କିଛି ଜାଣିନାହାନ୍ତି, ସେ ଜଣେ ସଂସ୍କୃତ
प्रोफेसर को जदि आमर कुलपति दायित्व देकरी ये भलिया गोटे एते गोटे सेंट्रल यूनिवर्सिटी नामी दामी सेंट्रल यूनिवर्सिटी को जदि नष्ट कर दउछंती ताकू मु अनुरोध करूची से मानको चेंज करंतु आ नुआ कुलपति देवा पाई मु अनुरोध करूची आ मोर डिमांड मते रहिछि जेहेतु आमे मु कहूथिली स्थानीय कुलपति हमको निहाती नियुक्ति हेबा दरकार आउ काम मध्य चली निम्न मान काम मध्य होची बोली आमे पुओ झियो माने डेली सेठी अंग्रेज स्ट्राइक मते करछंती ताला पकाउछंती दुखर कथा गोटे पिला जदी पाठ पढ़वा को जाई ताला धरब ताला पकेबा को जीवा आठ दुखर कथा किछि नुहे तेणुकरी जो एससी एसटी पिला मान छात्र छात्री मान को जो मौलिक सुविधा पाइबार वंचित करछंती से वंचित न करंतु से मान को जे सुविधा जोगाई दियंतु आउ 5टा स्टूडेंट सेठी पढ़ुथिले से माने एई भलिया प्रॉब्लम करछंती से मान को मते बाहर कर दिछंती जो पिला माने एग्रीकल्चर डिपार्टमेंट पिला मान को से मान को रिटेन करा जाऊ जेहेतु गोटे छात्र जीवन से नष्ट होई जाउची एटा से चाकरी करू नै पाठ पढ़वा पाई आछि ता पाठ पाई तार हक पाई से दाबी कला बेले ताकू तमे क्लास रु बाहर कर दिछंती।